অন্তরতমা মাগো আমারি অন্তরতমা মাগো আমারি পাখে পাখে সদা রহিছ করুণা কমল স্নেহ সুঢল নয়নে আমকু চাহিছ অন্তরতমা মাগো আমারি পাখে পাখে সদা রহিছ করুণা কমল স্নেহ সুঢল নয়নে আমকু চাহিছ অন্তরতমা মাগো আমারি জহ্ন রাতিরে জুই ফুল বাস পরি জুই ফুল বাস পরি মরম কুয়াম চুই যাও থিরি থিরি চুই যাও থিরি থিরি অমর ধমর প্রেম ধর তুমি অমর ধমর প্রেম ধর তুমি মরত মাটি রে নাইছ অন্তরতমা মাগো আমারি পাখে পাখে সদা রহিছ অন্তরতমা মাগো আমারি অপরা প্রকৃতি କରିବାକୁ ରୂପାନ୍ତର କରିବାକୁ ରୂପାନ୍ତର ଦେବାକୁ ମନବେ ଦିବ୍ୟ ଜୀବନ ବର ଦିବ୍ୟ ଜୀବନ ବର অবতার ঘেনি জগত জননী অবতার ঘেনি জগত জননী কেতে যে যতন সহিছ অন্তরতমা মাগো আমারি পাখে পাখে সদা রহিছ অন্তরতমা মাগো আমারি নব চেতনার কনক তরণ ফেই কনক তরণ ফেই নব প্রকাশরে চিত্ত করিছ মই চিত্ত করিছ মই
নবসৃজনার অমিয়রাগিনী নবসৃজনার অমিয়রাগিনী কানে কানে আম গাইছ অন্তরতমা মাগো মরি পাখে পাখে সদা রহিছ করুণা কোমল স্নেহ সুঠাল নয়নে আমকু চাহিছ অন্তরতমা মাগো মরি পাখে পাখে সদা রহিছ অন্তরতমা মাগো মরি মা প্রণামী মা, পরম প্রভু শ্রী অরবিন্দ। ଆଜିର ଏହି ଆଲୋଚନା ଚକ୍ରରେ ଉପସ୍ଥିତ ସମସ୍ତ ମାତୃ ସନ୍ତାନ ମାନଙ୍କୁ ହୃଦୟରୁ ସ୍ୱାଗତ ଏବଂ ଅନେକ ଶୁଭେଚ୍ଛା। ଆଜିର କାର୍ଯ୍ୟକ୍ରମକୁ ସଞ୍ଚାଳନ କରୁଥିବା ଏବଂ କାର୍ଯ୍ୟକ୍ରମରେ ଅତି ନିପୁଣତା ଏବଂ ସଫଳତାର ସହିତ ଯୋଗଦାନ କରିଥିବା ସମସ୍ତ ମାତୃ ସନ୍ତାନ ମାନଙ୍କୁ ମଧ୍ୟ ଅନେକ ଶ୍ରଦ୍ଧା ସମ୍ମାନ। ଆମେ ଆଜି ଯେଉଁ ଆଲୋଚନାର ଶୀର୍ଷକ ରଖିଛନ୍ତି ତାହା ହେଉଛି ପ୍ରୋଗ୍ରେସ ଆଣ୍ଡ ପରଫେକ୍ସନ। ଆମେ ଯଦି ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଲେଟର୍ସ ଅନ୍ ଯୋଗ ବୁକ୍ 2 ସେଥିରୁ ଗୋଟେ ଉଦ୍ଧୃତି ନବା, ପ୍ରଭୁ ଏଭଳି ଲେଖିଛନ୍ତି, ପ୍ରୋଗ୍ରେସ ହେଲା ଗୋଟିଏ an advance, ଅଗ୍ରଗତି towards a higher or better stage, steady improvement, ଗୋଟିଏ ସ୍ତରରୁ ଆଉ ଏକ ଉଚ୍ଚତର ସ୍ତରକୁ, ଆମେ ଯୋଉଠି ଅଛନ୍ତି ସେଇଠୁ ଆଉ ଏକ ଉଚ୍ଚତର ସ୍ତରକୁ, ଆଉ ଟିକେ ବେଟର ଷ୍ଟେଜକୁ ଆଉ ଟିକେ ଉତ୍ତମ ସ୍ତରକୁ ଯିବାଟାକୁ ଆମେ କହୁଛୁ ଗୋଟେ ସ୍ଥିର ବିକାଶ। ଏବଂ ସେଠି ରହୁଛି to grow or develop as an complexity, scope, etc. advance. Literal meaning है grow करिवा, develop करिवा, विकास करिवा एवं गोटे जटिल प्रक्रिया को मध्य को प्रवेश करि परिवा, गोटे बड़ परिसर मध्य को गति करिवा, गोटे बड़ प्रगति हासिल करिवा, ये सब गुड़िक ये प्रोग्रेस रो कथा। यहाँ होछि गोटे आध्यात्मिक परिवेश। प्रगति सब बेले हम चारिकड़े गोटे आध्यात्मिक परिवेश तैयारी करे, स्पिरिचुअल एटमॉस्फियर। यदि आपण कहिबे मो चारिकड़े कोनोसी आध्यात्मिक परिवेश नाही, तले सुनिश्चित जे आपण प्रगति करू नांती। यदि प्रगति आपण
କରିଚାଲନ୍ତି ତାହେଲେ ଆପଣଙ୍କ ଜୀବନରେ ଆଧ୍ୟାତ୍ମିକ ପରିବେଶଟି ସ୍ଥାୟୀ ଭାବରେ ରହିବ। ତେଣୁ ଖାଲି ସେତିକି ନୁହେଁ, ଯେଉଁମାନେ ପ୍ରଗତି କରନ୍ତି ସେମାନେ ତାଙ୍କ ଜୀବନଟିକୁ ଏତିକି ସୁନ୍ଦର କରିଦେଇ ପାରିବେ ଯୋଉଥିରେ ତାଙ୍କର ନିଜର ଗୋଟେ ସ୍ପିରିଚୁଆଲ ଏୟାର ରହିଥିବ, ଆଧ୍ୟାତ୍ମିକ ମାନେ ପବନଟିଏ। ଆମେ ବେଳେ ବେଳେ ଅନେକ ଜାଗାରେ କହନ୍ତି ଓଃ କି ପରିବେଶ, ସେଠି ମୋର ଶ୍ୱାସରୁଦ୍ଧ ହେଇଯାଉଛି। ତାମାନେ କଣ, ଆମେ ଅନ୍ୟର ଶ୍ୱାସ ପ୍ରକ୍ରିୟା ବା ପବନ ଭିତରେ ରହିଛୁ ଯେତେବେଳେ ଆମେ ପ୍ରଗତି କରୁନୁ। ଯଦି ପ୍ରଗତି କରୁଛୁ ଆମର ନିଜର ଗୋଟେ ପବନ ସେଠି ତିଆରି ହେଇଯାଇଥିବ। ସେଠି ଏୟାରଟାକୁ ଗୋଟେ ସିମ୍ବଲିକ ୱାର୍ଡ ବୋଲି ମାନନ୍ତୁ। କେତେ ସୁନ୍ଦର ଭାବରେ ପ୍ରଭୁ କହୁଛନ୍ତି ଯେ ଆମେ ଆମ ଜୀବନ ଭାରି ସହଜ ହେଇଯିବ ଯଦି ଆମେ ପ୍ରଗତି କରୁଥିବା। ଆପଣ ଯୋଉମାନେ 5 ବର୍ଷ ତଳେ ଯୋଉ ପ୍ରକାର ଥିଲେ, ଆଜି ଯଦି ନିଜ ଜୀବନଟିକୁ ପରୀକ୍ଷା କରନ୍ତି ଦେଖିବେ ଆପଣ ଅଧିକ ସ୍ୱାଧୀନତା ପାଇଛନ୍ତି, ଆପଣ ଅଧିକ ଗୋଟିଏ ପରିପୂର୍ଣ୍ଣତା ଆଡକୁ ଯାତ୍ରା କରିବାର ପ୍ରେରଣା ଲାଭ କରୁଛନ୍ତି। ଆପଣଙ୍କ ପରିବେଶଟି କ୍ରମଶଃ ଆଧ୍ୟାତ୍ମିକ ହୋଇ ଉଠିଛି। ନିହାତି ପକ୍ଷରେ ଯୋଉ ସ୍ପିରିଚୁଆଲ ଏୟାରଟାକୁ ଆପଣ ତିଆରି କରୁଛନ୍ତି ସେଇଟାକୁ ନିଶ୍ୱାସରେ ଗ୍ରହଣ କରୁଛନ୍ତି ଏବଂ ତାରି ଭିତରେ ବଞ୍ଚୁଛନ୍ତି। ଏଇ ଯୋଉ ନିଜ ଆଧ୍ୟାତ୍ମିକ ପରିବେଶ ଏବଂ ନିଜ ଆଧ୍ୟାତ୍ମିକ ପବନ ଚାରିକଡେ ବଞ୍ଚି ପାରିବାଟା ହିଁ ପ୍ରୋଗ୍ରେସ। ଅର୍ଥାତ୍ ଆପଣ ଗୋଟେ ସ୍ୱାଚ୍ଛନ୍ଦ୍ୟତା, ସହଜତା ଏବଂ ଗୋଟେ ମାନେ କଣ ଗୋଟେ ବୃହତ୍ତର ପରିବେଶ ଆଡକୁ ଯାତ୍ରା ଆରମ୍ଭ କଲେଣି, ଯୋଉଟା ଆପଣ ନିଜେ ନିଜର ହେଲେଣି। ଆପଣ ଅନ୍ୟମାନଙ୍କ ପାଖରେ ଗୋଟେ ବନ୍ଦୀ ଜୀବନ ବଞ୍ଚୁନାହାନ୍ତି। ଆଜିର ଜୀବନ ହେଉଛି ମୁକ୍ତ। ତେଣୁ ସେଇ ମୁକ୍ତ ଜୀବନ, କାରଣ ଯେତେବେଳେ ଚେତନା ମୁକ୍ତ ହୁଏ ସେତେବେଳେ ସବୁ କିଛି ମୁକ୍ତ ହେଇଯାଏ ଆପେ ଆପେ। ଆମକୁ ବହୁତ କିଛି କରିବାକୁ ପଡେ ନାହିଁ। ପ୍ରଭୁ ଶ୍ରୀ ଅରବିନ୍ଦ ବାହ୍ୟ ପ୍ରଗତି ଉପରେ ଆଦୌ ଗୁରୁତ୍ୱ ଦଉନାହାନ୍ତି, ସେ ଅନ୍ତ ପ୍ରଗତି, ଇନର ପ୍ରୋଗ୍ରେସ ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଆମେ କୋଉଟାକୁ ଆନ୍ତରିକ ପ୍ରଗତି ବୋଲି କହିବା? ସବୁଠାରୁ ବଡ କଥା, ଆମେ ବାହ୍ୟ ପ୍ରଗତି କହିଲେ ତ ବୁଝିପାରୁଛୁ, ବହୁତ ଗୋଟେ ସଫଳତାର ସିଢି ଚଢିବା, ବହୁତ ପ୍ରଶଂସା ଭାଜିତ କାର୍ଯ୍ୟ କରିବା, ଆପଣଙ୍କ ନିଜର ପ୍ରଭାବଟିକୁ ବଢେଇବା, କ୍ଷମତା ବଢେଇବା, ସମ୍ପତ୍ତି ବଢେଇବା। ମାନେ ଆପଣ ତେଣିକି ମନ୍ତ୍ରୀ ହୁଅନ୍ତୁ କି ଯନ୍ତ୍ରୀ ହୁଅନ୍ତୁ, କିଛି ତ ଗୋଟେ ହେବେ ବାହ୍ୟ ଜୀବନରେ। ବାହ୍ୟ ଜୀବନରେ ଅତି ପ୍ରଭାବର ସହିତ ବଞ୍ଚିବାଟାକୁ ଆମେ ବାହ୍ୟ ପ୍ରଗତି କହୁଛୁ। ଜଣା ପଡୁଛି, ମୁକୁଟ ଗୁଡିକ ଦିଶୁଛି, ଯେ ମନ୍ତ୍ରୀ ହେବେ ସେ ଗୋଟେ ଥାଟରେ ଚାଲିବେ, ସେଟା ଦିଶିବ। କିନ୍ତୁ ସେଇ ବ୍ୟକ୍ତି ଯେ ଏଡେ ବଡ ଥାଟରେ ବାହାରେ ଚାଲୁଛନ୍ତି, ସେଇ ବ୍ୟକ୍ତିଙ୍କ ଜୀବନଟିରେ କଣ ଅନ୍ତ ପ୍ରଗତି ରହିଛି ସେ କଥାଟି କିପରି ବୁଝିବା? ବାହ୍ୟ ପ୍ରଗତିଟା ଦେଖି ହବ। ଆପଣ ମୋଟରସାଇକେଲ ଚଢୁଥିଲେ, ଏବେ ଗୋଟେ କାର ଚଢୁଛନ୍ତି। ଆପଣ ମାରୁତି ଚଢୁଥିଲେ, ଏବେ BMW ଚଢିଲେଣି। ଆପଣ ଗୋଟେ ଗାଁରେ ଘର କରିଥିଲେ, ଏବେ ସହରରେ ରହିଲେଣି। ସହରରେ ଆପଣଙ୍କ 3 ମହଲା ଘର ଥିଲା, ଏବେ 7 ମହଲା ଘର ହେଇଗଲାଣି। 1500 ସ୍କୋୟାର ଫୁଟର ଘର ଥିଲା, ଏବେ ଆପଣ 4000 ସ୍କୋୟାର ଫୁଟର ଘରେ ରହୁଛନ୍ତି। ଏ ପ୍ରଗତି ଦିଶୁଛି। ଆପଣ ଗୋଟେ ସାଧାରଣ କପଡା ପିନ୍ଧୁଥିଲେ, ଏବେ ବ୍ରାଣ୍ଡେଡ ପିନ୍ଧୁଛନ୍ତି। ଏଗୁଡିକ ବାହ୍ୟ ସ୍ତରର ପ୍ରଗତି, ତଥା କଥିତ ଆନ୍ତର ଜୀବନର ପ୍ରଗତି। ଏଇ ଆନ୍ତର ଜୀବନର ପ୍ରଗତି ଏଗୁଡିକୁ ଜାଣିବା,
रॉन्ग आइडिया भूल धारणा गुडी को जानिबा रॉन्ग फीलिंग भूल अनुभव गुडी को जानिबा रॉन्ग स्पीच मु भूल कथा कहूची एटा जानिबा मु अन्य मानको गाली बंद करि दउची मु अन्य मानको ऊपर रागिला परे मु निज ऊपर नियंत्रण हरउची रॉन्ग एक्शन मोर कर्म भूल हे जाउची मु मद पिउची कि मु कोठी संध्या समय नेट कंजेशन रोचे असुविधा होतिले ताको देखिबे तेनो एबे आसुची साउंड रेस्पोंड करंतु केई जने हाँ भाई प्रणाम हाँ भाई आसी आम भितरे जो गति केरे अचिंतनीय ये कथा गुडी आमे केबे चिंता करंती नै जे आम अंत प्रगति रे वास्तव रे कोन कहा को आमे प्रगति बोली कहबा ए कोन होछि अच्छा गोटे मिनिट आमे प्रगति बोली कहा को कहबा एउ तो प्रश्न आमे कहू अंत प्रगति ही प्रगति अटे तो शांत प्रगति पुणी कौन ना ये निज भितरे जो भूल गुड़िक रही भूल गतिवृत्ति रही भूल भावना रही भूल धारणा रही भूल बाणी आमे प्रकाश करुछु भूल कर्म करुछु भूल बाय रॉन्ग इज मीन्ट व्हाट डिपार्ट्स फ्रॉम द ट्रुथ वर्तमान कथा आसला भूल कौन ये जो नैतिक दृष्टिकोण रो जोटा भूल सेटा भूल की सेपरी नुहे आपण धोखारे पड़ी जाए धर्म जोड़ा को भूल ठीक कही नगा दे के खाइदवा माने ठाकुर पूजा करदवा जो समय आम घरे गोटे किसी मृता कर्म होची आ कौन से गुड़ा भूल बोली कहबा कि भूल भूल संज्ञा भी दिया जाउची रॉन्ग इज मीन्ट व्हाट डिपार्ट्स फ्रॉम द ट्रूथ from the higher consciousness, from the higher self, from the way of the divine, जोटा भगवान ठारू उच्चतर सत्ता ठारू उच्चतर चेतना ठारू एवं सत्य ठारू विच्युत होता है भूल आपण आदौ नैतिक पंथारे धर्म पंथारे चलिबे नहीं ओन्स recognized अरे जदि आमे once recognized it is admitted तामाने आपण जदि थरे recognize कर देले आपण को भितरु कोटा सत्य ठारू प्रस्थान करूची सत्य ठारू दूरे जाउची उच्चतर चेतना ठारू दूरे जाउची उच्चतर माने गोटे सत्ता ठारू दूरे जाउची भगवान ठारू दूरे जाउची आपण जदि सेटा को जानि गले ता माने आपण सेटा को स्वीकार करले जे मो भूलटा लाइटा ये नैतिक दृष्टि भूल नुहे धर्मर दृष्टि नुहे डू एंड डोंट्स रो भूल नुहे ये भूल हेउची आमर मूल लक्ष्य जो सत्य सत्य रे बंचिबा से सत्य ठारू जोटा दूर रे अछि ताकू ही माने आम पई सत्य होचंदी मां को ठारू जहा दूर रे अछि तनो नॉट ग्लॉस ओवर आमे वर्तमान आउ ये आम भूल गुड़ी को डिफेंड करबानी ग्लस ओवर करबानी ताको एमिति आमे जो कोन करथिले सेमिति बंचुथिले जो जीवन रे आमे भूल गुड़ी को खोजु नथिले कोटा सत्य ठारू विच्युत करि नउची हमको सत्य ठारू कोटा हमको दूरे नउची से कथाडा बुझु नथिले किंतु जदि एटा डिफेंडेड आमे करबा नहीं ताले आमे डिफेंडेड करबा ने कोन करिया ऑफर करिया
କାହାକୁ ଅଫର କରିବା? ଯିଏ ଭୁଲକୁ ସୁଧାରି ଦେଇପାରିବେ ସେଭଳି ମହାଶକ୍ତି ହଉଛନ୍ତି ମା। ଆଉ ଭୁଲକୁ ସୁଧାରିବା ଭଳି ଆଉ ତୃତୀୟ ଶକ୍ତି କିଛି ନାହିଁ। ଆପଣ ପାରିବେ ନାହିଁ, ଆପଣଙ୍କର ଅନ୍ୟ କୌଣସି ଦେବାଦେବୀ ପାରିବେ ନାହିଁ, ଆପଣଙ୍କର ଅନ୍ୟ କୌଣସି ଗୁରୁ ସେ କଥା ଦାୟିତ୍ୱ ନେଇପାରିବେନି। କେବଳ ଜଣଙ୍କ ଉପରେ ସେ ଦାୟିତ୍ୱ ନ୍ୟସ୍ତ ରହିଛି। ସେ ମା ହିଁ କେବଳ ଆମ ଅଜ୍ଞାନତା ଓ ଭୁଲ ଗୁଡିକ ଦୂର କରିଦେଇ ପାରନ୍ତି ଯଦି ଆମେ ଆଶ୍ରୁହା କରୁ, ସମର୍ପଣ କରୁ। ମୁଁ ଯେତେବେଳେ ସ୍ୱୀକାର କରିଯିବି ମାନେ ମୁଁ ସମର୍ପଣ କଲି, ମା ମୋର ବାଣୀରେ ଭୁଲ ରହୁଛି, ମୋର କର୍ମରେ ଭୁଲ ରହୁଛି, ମୋର ଅନୁଭବରେ ଭୁଲ ରହୁଛି, ମୋର ଧାରଣା ଗୁଡିକରେ ଭୁଲ ରହିଛି, ମୋର କର୍ମ ଗୁଡିକରେ ଭୁଲ ରହିଛି। ଯେତେବେଳେ ଆମେ ମାଙ୍କୁ ସେ କଥାଟି ଅଫର କରିଦବା, ସେଇଠୁ ମା କଣ କରିବେ ନା ତାଙ୍କ ପାଖରେ ରହିଛି ଜ୍ୟୋତି ଓ କରୁଣା। ସିଏ ତାଙ୍କର ଜ୍ୟୋତି ଆଉ କରୁଣାର ବଳରେ ଆମକୁ ନେଇଯିବେ। ଏଇଟା ହଉଛି ମାଙ୍କର କୋଳ। ତେଣୁ ଯେତେବେଳେ ଆପଣ ମାଙ୍କର କୋଳକୁ ଚାଲିଗଲେ ତାଙ୍କ ଜ୍ୟୋତି ଆଉ ତାଙ୍କ କରୁଣା ଭିତରକୁ, ସେତେବେଳେ ଗୋଟେ ସବଷ୍ଟିଚ୍ୟୁଟ ଡିସେଣ୍ଡ କରିବ। କାରଣ ଆପଣଙ୍କ ଭିତରେ ମିଥ୍ୟା ଥିଲା, ମିଥ୍ୟା ଗତିବୃତ୍ତି ଗୁଡିକ, ମିଥ୍ୟା ବାଣୀ ଥିଲା, ମିଥ୍ୟା କର୍ମ ଥିଲା, ଯାହା ସତ୍ୟ ଠାରୁ ଆପଣଙ୍କୁ ବିଚ୍ୟୁତ କରିଥିଲା, ଭଗବାନଙ୍କ ଠାରୁ ଆପଣଙ୍କୁ ଦୂରେଇ ନେଇଥିଲା। ସେତେବେଳେ ସେଇ ଯୋଉ ଉଚ୍ଚତର କରୁଣା ଏବଂ ଜ୍ୟୋତି ଯୋଉଟା ଅବତରଣ କରିଛି ଆପଣଙ୍କୁ, ମାନେ ତା ବଳୟକୁ ଆପଣ ଚାଲି ଯାଇଛନ୍ତି ସମର୍ପଣ ବଳରେ, ଗୋଟେ ସବଷ୍ଟିଚ୍ୟୁଟ ଆସିବ, ଗୋଟେ ବିକଳ୍ପ ସ୍ଥାନାପନ୍ନ କରିବା ପାଇଁ ଆପଣଙ୍କ ଭୁଲକୁ। କେମିତି ସ୍ଥାନାପନ୍ନ ହେବେ ନା, ଫର ଇଟ୍ ଦ ରାଇଟ୍ ମୋମେଣ୍ଟ ଅଫ ଦ ଟ୍ରୁ କନସିୟସନେସ। ଆପଣଙ୍କ ଭିତରେ ଯଥାର୍ଥ ଚେତନାର ସବୁ ଠିକ ଗତିବୃତ୍ତି ଗୁଡିକ ଆରମ୍ଭ ହେଇଯିବ। ଦେଖିବେ ଆପଣଙ୍କ ବାଣୀ ସୁଧୁରି ଯାଇଛି, ଚିନ୍ତା ସୁଧୁରି ଯାଇଛି, କର୍ମ ସୁଧୁରି ଯାଇଛି, ସବୁ କିଛି ଯେପରି ତାଙ୍କ କରୁଣାର ବଳୟରେ ସବୁ କଥା କିଭଳି ସମାହିତ ହେଇଯାଇଛି। ତାପରେ ଆମେ କହିବା ଆମେ ଆମର ଯୋଉ ଭୁଲ ତ୍ରୁଟି ଗୁଡିକ ନିଜ ଭିତରେ ଥିବ, ଆମେ ଯଦି ରହିଛନ୍ତି ତାହେଲେ ଆମେ ଆନ୍ତର ପ୍ରଗତି କରିନାହାନ୍ତି। ଆଉ ଆନ୍ତର ପ୍ରଗତିର ମାର୍ଗ ଆପଣ ସ୍ପଷ୍ଟ ଭାବରେ ଜାଣିଲେ। ତେଣୁ ପ୍ରୋଗ୍ରେସ ଅଫ ଲାଇଫ ବୋଲି ପ୍ରଭୁ ଯାହାକୁ ଅଭିହିତ କରୁଛନ୍ତି, ଆମେ ଏଇ କଥା ଗୁଡିକ ସେଇ ଲେଟର ସଂଯୋଗ ପାର୍ଟ 2 ରୁ ପଢିଲେ। ସେଇଭଳି ଆଉ ଗୋଟେ ଦୀର୍ଘ ପ୍ରସଙ୍ଗ ହ୍ୟୁମାନ ସାଇକଲ ରୁ ଆମେ ଆରମ୍ଭ କରିପାରିବା। ହ୍ୟୁମାନ ସାଇକଲ ରେ ପ୍ରଭୁ କହୁଛନ୍ତି, the progress of life involves the development and interlinking of an immense number of things that are in conflict with each other and seem often to be absolute opposition and uncontrarious. ଆପଣଙ୍କ ଜୀବନରେ ଅନେକ କଥା ଅପୋଜିସନ ଲାଗେ, ଯୋଉଠିକି ଅପୋଜିସନ ଲାଗେ ଆପଣ ତା ସହିତ କନଫ୍ଲିକ୍ଟରେ ଥାନ୍ତି। ମନେ କରନ୍ତୁ ଆପଣ ପାଠଚକ୍ର କରୁଛନ୍ତି, ଆପଣଙ୍କ ଘରେ ଭାଇଟି ପାଠଚକ୍ର କରୁନାହିଁ, କି ସେ ଶୁଣୁନାହିଁ, ମାଙ୍କୁ ସତ୍ୟ ବୋଲି ଗ୍ରହଣ କରୁନି। ଏଟା ହେଲା ଅପୋଜିସନ। ସେ ବି ଆପଣ ପାଠଚକ୍ର ଯାଉଛନ୍ତି, ସେ ଆପଣଙ୍କୁ ଗାଳି କରୁଛି, ଆଉ ଆପଣ ସେ ପାଠଚକ୍ର କରୁନି, ଆପଣ ତାକୁ ଗାଳି କରୁଛନ୍ତି ମନେ ମନେ, ମାନେ ସାମ୍ନାରେ ବି ଗାଳି କରୁଛନ୍ତି, ମନରେ ବି ଗାଳି କରୁଛନ୍ତି। ଅପୋଜିସନ ଘଟିଲାଣି, କନଫ୍ଲିକ୍ଟ ହେବ, ନାନା କଥା ଆସିବ, ନାନା ବାଦାନୁବାଦ ତିଆରି ହେବ। ତୁ ଗୋଟେ ସମୟ ଆସିବ, ଏଇଭଳି ଅସଂଖ୍ୟ ସଂଖ୍ୟାର କଥା ସବୁ ଯାହା ଆପଣଙ୍କ ଭିତରେ ଅପୋଜିସନ ହେଇକି ରହିଛି, କନଫ୍ଲିକ୍ଟ ହେଇକି ରହିଛି, କଣ୍ଟ୍ରାରି ହେଇକି ରହିଛି, ଆପଣ ସେଇଗୁଡ଼ିକୁ ଜୀବନରେ ଇନଭଲ୍ଭ କରିନେବେ, ସମ୍ମିଳିତ କରିନେବେ ଜୀବନରେ, କଣ୍ଟ୍ରାରି ଗୁଡ଼ିକୁ, ଅପୋଜିସନ ଗୁଡ଼ିକୁ। ଏବଂ ଖାଲି ସେତିକି ନୁହେଁ, ତା ସହିତ ଇଣ୍ଟରଲକିଂ। ଖାଲି ଇଣ୍ଟରଲକିଂ ମାନେ ବୁଝିପାରୁଛନ୍ତି, ମାନେ କଣ୍ଟ୍ରାରି ଗୁଡ଼ିକ ସହିତ ଯେତେବେଳେ ଇଣ୍ଟରଲକିଂ ହବ, ଅପୋଜିସନ ସହିତ ଯେତେବେଳେ ଇଣ୍ଟରଲକିଂ ହବ, କନଫ୍ଲିକ୍ଟ ଗୁଡ଼ିକ ସହିତ ଯେତେବେଳେ ଇଣ୍ଟରଲକିଂ ହବ, ଇଏ ଗୋଟେ ପ୍ରକାର ବଡ ପ୍ରଗତିକୁ ଆପଣଙ୍କ ଜୀବନରେ ନେଇ ଆସିବ।
ମୁଁ ସବୁବେଳେ ଆପଣ ମାନଙ୍କୁ କହୁଛି, ଯୋଉମାନେ ଚିତା ତିଳକ ଧାରଣ କରନ୍ତି ସେମାନେ ଧାର୍ମିକ ନ ହୋଇପାରନ୍ତି। ଯେଉଁମାନେ ପାଠ ଚକ୍ର କରୁଛନ୍ତି ଚମକି ପଡିବେ ନାହିଁ, ସେମାନେ ମାଙ୍କର ନ ହୋଇପାରନ୍ତି। ପ୍ରଭୁ ଏକଥା ଜାଣିଛନ୍ତି, ପ୍ରଭୁ କହୁନାହାନ୍ତି, ମୁଁ ତାଙ୍କ ତରଫରୁ ତାଙ୍କର ହେଇକି କହିଦଉଛି। ଅନେକ ଲୋକ କେଉଁ ଉଦ୍ଦେଶ୍ୟରେ କୋଉଠିକି ଯାଆନ୍ତି ଏଇଟା କହିବା ଭାରି କଷ୍ଟ। ପୁରୀ ମନ୍ଦିରରେ ଯେତେ ଲୋକ ବୁଲନ୍ତି ସମସ୍ତେ ଜଗନ୍ନାଥଙ୍କର ଭକ୍ତ ନ ହୋଇପାରନ୍ତି। କିଏ ଏଠି କୁଡୁଆ ବିକିଆ ଯାଇଛି, କିଏ ଏଠି ପୂଜା ସାମଗ୍ରୀ ବିକିକି ଲାଭ କରିବାକୁ ଯାଇଛି, କିଏ ରିକ୍ସା ଟାଣିବାକୁ ଯାଇଛି, କିଏ କଣ କରିବାକୁ ଯାଇଛି। ସେଇଭଳି ଆପଣ ଭାବି ନିଅନ୍ତୁ ନାହିଁ ଯେ ଯୋଉମାନେ ସବୁ ତିଳକ ଧାରଣ କରିଛନ୍ତି ସେ ସବୁ ଧାର୍ମିକ ଲୋକ। ତାଙ୍କ ଭିତରେ ଭୟଙ୍କର ବ୍ୟକ୍ତି ସବୁ ଅଛନ୍ତି, ଯୋଉମାନଙ୍କର ଧର୍ମ ସହିତ କିଛି ଲେନା ଦେନା ନାହିଁ, କିନ୍ତୁ ବେଶ ପୋଷାକ ପିନ୍ଧିଛନ୍ତି। ମୁଁ ତ ଆପଣଙ୍କୁ କହିବି, ଆପଣ ଘରେ ପାଠଚକ୍ର ହେଲା ବେଳେ ଲେଖିବେ କୋଉମାନେ କାମ କରୁଛନ୍ତି। ମୁଁ ଦିନେ ମୋର ସାଙ୍ଗମାନଙ୍କୁ କହୁଥିଲି, ମୁଁ ଗୋଟେ ଗାଡିରେ ଗଲି 40 କିଲୋମିଟର, ଆଉ 40 କିଲୋମିଟର ଫେରି ଆସିଲି। ବର୍ଷା ହଉଥିଲା, ମାନେ ନ ଯିବାର ସ୍ଥିତି ଥିଲା, କାରଣ ବସ୍ ଟ୍ରେନରେ ଯାଇ ହେଇନଥାନ୍ତା। ହେଲେ କୁହନ୍ତୁ ତ ମାଙ୍କର କାମଟା କିଏ କଲା? ମୁଁ କଲି କି ଗାଡି କଲା? ମୁଁ ତ ଥିଲି ମୋ ଘରେ, ମତେ ଯିଏ ସେଠି ନେଇ ପହଞ୍ଚେଇଲା, ତାହେଲେ ପାଠଚକ୍ରଟି କିଏ କଲା? ମୁଁ କଲି କି ଗାଡିଟି କରିଦେଲା? ଗାଡିଟି ହିଁ କରିଦେଲା, ଡ୍ରାଇଭର ବି ନୁହେଁ। ସେ ତ ବାଟରେ ଖରାପ ହେଇପାରିଥାନ୍ତା, ତା ଚକ ଖରାପ ହେଇଯାଇ ପାରିଥାନ୍ତା, ଇଞ୍ଜିନ ଖରାପ ହେଇଯାଇ ପାରିଥାନ୍ତା, ତେଣୁ ସେ ଯେ ସହଯୋଗ କରିଛି ସେଇଗୁଡିକ ସବୁ ମାଙ୍କର ଇନଷ୍ଟ୍ରୁମେଣ୍ଟ। ନିର୍ଜୀବ ମଧ୍ୟ, ଆପଣ ଯୋଉ ଦରି ଉପରେ ବସନ୍ତି ନା ପାଠଚକ୍ର ସମୟରେ, ସିଏ ବି ପାଠଚକ୍ରରେ କାମ କରୁଛି। ଯୋଉ ଚେୟାର ଉପରେ ବସନ୍ତି ନା, ସିଏ ବି କାମ କରୁଛି। ଯୋଉ ଫୁଲ ଗୁଡିକ ସଜା ହଉଛନ୍ତି ସେମାନେ ବି ମାଙ୍କର କାମ କରୁଛନ୍ତି। ମାଇକ୍ରୋଫୋନ ବି ଆପଣ ମାଙ୍କର କାମ କରୁଛି। ତାହେଲେ ଭାବନ୍ତୁ ନାହିଁ ଯେ ଆପଣ ମାଙ୍କର କାମ କରି ଶିଖିଛନ୍ତି, ଅନ୍ୟମାନଙ୍କୁ ଜଣା ନାହିଁ। ନା ତ ନେଇ ହବନି। ମୁଁ ଦିନେ ଭାଇ ଜଣେ, ସେ ମାଙ୍କ ପାଠଚକ୍ରରେ ବସନ୍ତି ନାହିଁ, କିନ୍ତୁ ମେଞ୍ଚେ ଫୁଲ କାନ୍ଧରେ ପକେଇ ଚାଲିଛନ୍ତି, ସକାଳେ ପାଠଚକ୍ର ହବ। ସେ ପାଠଚକ୍ର ଗଲେ ନାହିଁ, କିନ୍ତୁ ମାଙ୍କର କର୍ମୀ କି କର୍ମୀ ନୁହନ୍ତି। ଆପଣ ମନା କରନ୍ତୁ ନା ନା ସେ ମାଙ୍କର କର୍ମ କରିନାହାନ୍ତି। ତେଣୁ ଯୋଉମାନେ ପାଠଚକ୍ରରେ ବସୁଛନ୍ତି, ବନ୍ଦେ ମାତରମ୍ କହୁଛନ୍ତି, ସେମାନେ ସବୁ ମାଙ୍କର ପିଲା। ଆଉ ଯୋଉମାନେ ସବୁ ବାହାରେ ଥାଇ କାମ କରୁଛନ୍ତି, ଗାଡିଟିଏ, ଦରିଟିଏ, ଚେୟାରଟିଏ, ଖଟଟିଏ, ଟେବୁଲଟିଏ, ସେମାନେ କେହି ମାଙ୍କର କାମ କରୁନାହାନ୍ତି କି? ମୁଁ ସାଧାରଣ ମଣିଷଟି। ଆପଣ ଅପୋଜିସନ କାହିଁ ଯାଇଛନ୍ତି, କନଫ୍ଲିକ୍ଟକୁ କାହିଁ ଯାଇଛନ୍ତି? କାରଣ ଆପଣ ଉପଯୁକ୍ତ ଚେତନାରେ ନାହାନ୍ତି। ଉପଯୁକ୍ତ ଚେତନା ମଧ୍ୟକୁ ଯାଇପାରିବା ହିଁ ପ୍ରଗତି। To find amid these oppositions some principle, ଏଇ ସବୁ ବିରୋଧ ଭିତରେ ଗୋଟିଏ ସିଦ୍ଧାନ୍ତକୁ, ତତ୍ତ୍ୱକୁ ଖୋଜି ପାଇବା, ଏଇଟା ହଉଛି ପ୍ରଗତି। କାରଣ ବିରୋଧ ପ୍ରତ୍ୟୟ ନଥିଲେ ଆପଣ ପ୍ରଗତି କରିପାରନ୍ତେ ନାହିଁ। ସେଟା ତ ଟେଷ୍ଟ ଆପଣଙ୍କ ଜୀବନରେ, ପରୀକ୍ଷା। ତେଣୁ ଅପୋଜିସନର ଗୋଟେ ପ୍ରିନ୍ସିପଲ ଅଛି, ଗୋଟେ ତତ୍ତ୍ୱ ଅଛି, ଷ୍ଟାଣ୍ଡିଂ ଗ୍ରାଉଣ୍ଡ ଅଫ ୟୁନିଟି। ଅପୋଜିସନ ଗୁଡିକ ହେଲା ଏକତ୍ୱର ଗୋଟେ ଷ୍ଟାଣ୍ଡିଂ ଗ୍ରାଉଣ୍ଡ, ମାନେ ଯୋଉଠି ଏଇଟା ପ୍ରତିଷ୍ଠିତ ହବ, ପ୍ରତିଷ୍ଠିତ ଭୂମି। ଏକତ୍ୱ ଯେଉଁଠାରେ ପ୍ରତିଷ୍ଠିତ ହବ, ଯେମିତି ଯୁଦ୍ଧ, ୱାର ଆଣ୍ଡ ପିସ୍ ରେ ପ୍ରଭୁ ସେଥିପାଇଁ ଆପ୍ରିସିଏଟ କରନ୍ତି ଯେ ଯୋଉ ଟଲଷ୍ଟୟ, ସେଇ ତ ସମକାଳର ବ୍ୟକ୍ତି। 1915 ଗାନ୍ଧୀ ଟଲଷ୍ଟୟ ଆଶ୍ରମ କରିଥିଲେ। ତାଙ୍କ ପୁଅ ସାରା ପୃଥିବୀ ସେ ବହିଟି ଧରି ବୁଲୁଥିଲେ। ଓଡିଶାରେ ସେ ବହିର ଅନୁବାଦ ବି ହେଇଛି, ଯୁଦ୍ଧ ଓ ଶାନ୍ତି, କରିଛନ୍ତି ଗୋପୀନାଥ ମହାନ୍ତି, ଯଶସ୍ୱୀ ଗାଳ୍ପିକ। କାରଣ ଯୁଦ୍ଧଟି ଗୋଟେ ଅତି ଅବଶ୍ୟମ୍ଭାବୀ କଥା ଶାନ୍ତି ପାଇଁ। ଯେମିତି ଝଡ ପରେ ଶାନ୍ତି ଆସେ ନା, ପ୍ରତ୍ୟେକ ଯୁଦ୍ଧ ପରେ ଶାନ୍ତି ଆସେ। ପଶ୍ଚିମ ଜର୍ମାନୀ, ପୂର୍ବ ଜର୍ମାନୀ, ଦୁଇଟା ଦେଶ ହେଇକି ରହିଥିଲେ। ଶେଷରେ ଗୋଟିଏ ପଟକୁ ଗଲେ, ଗୋଟିଏ ମିଶିଲେ। ସେଇ ବିଭାଜନରୁ ଯୁଦ୍ଧ ଆରମ୍ଭ ହେଇଥିଲା, ପୁଣି ସେଇଟା ଏକତ୍ୱ ଆଣିଲେ।
ତେଣୁ ଏଇଟା ହଉଛି ଷ୍ଟାଣ୍ଡିଂ ଗ୍ରାଉଣ୍ଡ ଅଫ୍ ୟୁନିଟି। ତେଣୁ ଆପଣଙ୍କୁ ଯଦି ଅପୋଜିସନ ମିଳୁଛି ତାର ଗୋଟେ ତତ୍ତ୍ୱ ନାହିଁ, ଆପଣଙ୍କୁ ହଇରାଣ କରିବା ପାଇଁ ଦୁଃଖ ଗୁଡିକ ଆସୁଛି, ପ୍ରତିରୋଧ ଗୁଡିକ, ସେ କଥା ପୃଥିବୀର ଅନେକ 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 ଲୋକ ବୁଝିପାରନ୍ତି। ସେମାନେ କହିବେ ଏଇ ଆମ ଜୀବନରେ କିଛି ଭଲ ନାହିଁ, ଆମକୁ କେହି ଭଲ ପାଆନ୍ତିନି, ଆମ ଭାଇମାନେ ଆମକୁ ଗାଳି ଦିଅନ୍ତି, ଶାଶୁ ଶ୍ୱଶୁର ଗାଳି ଦିଅନ୍ତି, ପାଖ ପଡିଶା ଆମକୁ ଗାଳି କରନ୍ତି, ଆମର କାହା ସହିତ ଭଲ ରିଲେସନ ନାହିଁ, ସବୁ ଗଡବଡି ଚାଲିଛି। ଏଇଟା ସବୁ ଗଡବଡି ନୁହେଁ, ଏକତ୍ୱର ଭୂମି ଆଡକୁ ଯାତ୍ରା କରିବାର ତାହା ଏକ ଅପୂର୍ବ ସୁଯୋଗ। ଆପଣଙ୍କ ଭିତରେ ରହିଥିବା ଯୋଉ ଅପୋଜିସନକୁ ଆପଣ କେମିତି ହାରମୋନି ଭିତରକୁ ଆଣିବେ, ପ୍ରଭୁ ଲେଖିଲେ some workable lever of reconciliation। ଲିଭର ଟା ହଉଛି କୋଉ ଶବ୍ଦ? ଫିଜିକ୍ସ ର ଶବ୍ଦ, ଭାର ଯନ୍ତ୍ର। এই କନଫ୍ଲିକ୍ଟ ହଉଛି ଗୋଟେ ଲିଭର, ୱାର୍କେବଲ ଲିଭର, କାମ କରୁଥିବା ଏକ ଭାର ଯନ୍ତ୍ର ଯିଏ ଆପଣଙ୍କୁ ଗୋଟେ ସମନ୍ୱୟ ଦିଗରେ ନେଇଯାଉଛି, which will make possible a larger and better development on the basis of harmony। ଏଇକୁ କହନ୍ତି ପ୍ରଗତି। and not of conflict and struggle must be increasingly the common aim of humanity to its active life evolution। ଆଜିର ନେତା ମାନଙ୍କର ସବୁ ଅଳ୍ପ ଜ୍ଞାନ ଥିବାରୁ ସେମାନେ ଅପୋଜିସନ କୁ ଘୃଣା କରୁଛନ୍ତି, ଶତ୍ରୁ ମାନୁଛନ୍ତି। କିନ୍ତୁ ଯେତେବେଳେ ପ୍ରକୃତରେ ଡେମୋକ୍ରେଟ ମାନେ ଥିଲେ ଏ ଦେଶରେ, ସେମାନେ ଲୋକଙ୍କୁ ରିକ୍ୱେଷ୍ଟ କରୁଥିଲେ ଯାଅ ଅପୋଜିସନ ରେ ବସ, ଆମକୁ ଗାଳି କର, ଡୋଣ୍ଟ ସ୍ପେୟାର ଅସ୍। ଆମକୁ ଗାଳି କଲେ ସରକାର ମଜବୁତ ହବ, ଆମ ଭୁଲ ତ୍ରୁଟି ଆମେ ଜାଣିପାରିବୁ। ତେଣୁ ଏଇ ଗୋଟେ ରିକନସିଲେସନ ଆଡକୁ ଯାତ୍ରା ଅପୋଜିସନର ତତ୍ତ୍ୱ ସେଇଠି। ଆମକୁ ବିରୋଧ ହଉଛି କହିକି ମୁଁ ଡିପ୍ରେସନକୁ ପଳେଇବି, ମନ ଖରାପ କରିବି, ଭାଗ୍ୟ ଖରାପ ବୋଲି କହିବି, ସେଇଟା ଭୁଲ। ବରଂ ଭଗବାନ ମତେ ଗୋଟେ ରିକନସିଲେସନ ଏବଂ ଗୋଟେ ହାରମୋନିର ଦିଗକୁ ନଉଛନ୍ତି। ବେସିସ୍ ଅଫ ହାରମୋନି, ଗୋଟେ ମୋ ଭିତରେ ସମନ୍ୱୟର, ସୌସମ୍ୟର, ସଂଗତିର, ଏକତ୍ୱର ଗୋଟେ ଧାରଣା, କଣ ଭୂମି ତିଆରି କରୁଛନ୍ତି, ବେସିସ୍ ଆଧାର ତିଆରି କରୁଛନ୍ତି। ଏଇଟା ଦ୍ୱନ୍ଦ୍ୱ ପାଇଁ ନୁହେଁ, ଯୁଦ୍ଧ ପାଇଁ ନୁହେଁ, ବରଂ ଆମେ ମଣିଷ ଜୀବନର ଗୋଟେ ଲକ୍ଷ୍ୟ ଅଛି, ଲକ୍ଷ୍ୟ ହେଲା ୱାନନେସ୍, ମ୍ୟୁଚୁଆଲିଟି। এই ୱାନନେସ୍, ମ୍ୟୁଚୁଆଲିଟି, ହାରମୋନି ଆଡକୁ ଇଏ ପାଦେ ଯାତ୍ରା। ଏ କନଫ୍ଲିକ୍ଟ ଗୁଡିକ, ଏଗୁଡିକ କନଫ୍ଲିକ୍ଟ ନୁହେଁ, ଏଗୁଡିକ ଗୋଟେ ତତ୍ତ୍ୱ, ଏକତ୍ୱର ତତ୍ତ୍ୱ, ଏକତ୍ୱ ଆଡକୁ ଏକ ଇଙ୍ଗିତ, ଏକତ୍ୱ ଆଡକୁ ଏକ ଯାତ୍ରା, ଏକତ୍ୱ ପାଇଁ ଏକ ବାର୍ତ୍ତା। ତାପରେ ସେ କହୁଛନ୍ତି ଯେ ଦେଖ ଏଇଟା ହିଁ ତ ଆକ୍ଟିଭ ଲାଇଫ ଇଭଲ୍ୟୁସନ, ଗୋଟେ ଗତିଶୀଳ ଜୀବନର ବିବର୍ତ୍ତନ। ଆମେ ଦିନେ ଜୀବଜନ୍ତୁ ହେଇକି ଥିଲେ ଲଢେଇ ଲାଗୁଥିଲେ, ମଣିଷ ହେଲେ ଲଢେଇ ଲାଗିଲେ, ଧୀରେ ଧୀରେ ସେ ଲଢେଇର ମଣିଷ ବାହାରି ଆସୁନି। ମାନେ ଗୋଟେ ଇଣ୍ଡିଭିଜୁଆଲିଜମ ର ଯୁଗ ଯେତେବେଳେ ଆରମ୍ଭ ହେଲା, ସମୂହ ଭିତରୁ ବାହାରି ଆସିକି ଇଣ୍ଡିଭିଜୁଆଲ, ଯୋଉଟା ମାନବ ଯୁଗ ଚକ୍ରରେ ପ୍ରଭୁ ଶ୍ରୀ ଅରବିନ୍ଦ କେତେ ସୁନ୍ଦର ଭାବରେ ଲେଖିଛନ୍ତି। ମଣିଷ ସବୁ ଏକ୍ସପେରିମେଣ୍ଟ କରୁଛି। ତେଣୁ ଯଦି କୌଣସି କାରଣରୁ ଆମେ ଜୀବନରେ ଥିବା ଦ୍ୱନ୍ଦ୍ୱ ଗୁଡିକରୁ, ଯନ୍ତ୍ରଣା ଗୁଡିକରୁ, ଅଜ୍ଞାନଛନ୍ନତା ଭିତରୁ ବାହାରି ଆସିପାରିଲେ ଏବଂ ଆମେ ଯଦି, କାରଣ ନେଚର ଏଇଭଳି ଗୋଟେ କମ୍ପ୍ରମାଇଜ ଆମ ସହିତ କରିଛି, ଗୋଟେ ସାଣ୍ଡକାଣ୍ଟ। ସେ ସାଣ୍ଡକାଣ୍ଟଟି କଣ? କମ୍ପ୍ରମାଇଜେସ୍ ମେଡ୍ ବାଇ ନେଚର ୱିଥ୍ ଇଗ୍ନୋରେନ୍ସ, ଅଜ୍ଞାନତା ସହିତ, ଲାଇଫ, ମାଇଣ୍ଡ, ପ୍ରାଣ, ମନ ସହିତ, ସାଇନ୍ସ ଅଫ ଦି ମ୍ୟାଟର, ଜଡର ନିଶ୍ଚେତନା ସହିତ। ଏଗୁଡିକ ହଉଛି ଅବସ୍କ୍ୟୁରିଟି। ଯଦି ତାରି ଭିତରୁ ଆପଣ ବାହାରି ଆସିପାରୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ଏଇଟା ହଉଛି ଆପଣଙ୍କ ପାଇଁ ପ୍ରଗତି। ମାନେ କଣ, ପ୍ରାଣ ମନର ଧାରାଟିକୁ ନ ବୁଝିଲେ କଣ ଆପଣ ତା ଭିତରୁ ବାହାରି ଆସିବେ ନା କଣ? This can only be truly and satisfactorily done when the soul discovers itself in its highest and completest spiritual reality। ମନ ପ୍ରାଣ ସହଜରେ ବୁଝନ୍ତି ନାହିଁ ଯେତେ ପର୍ଯ୍ୟନ୍ତ ଆପଣ ଆତ୍ମାକୁ ଆବିଷ୍କାର କରିନାହାନ୍ତି, ସତ୍ୟକୁ ଆବିଷ୍କାର କରିନାହାନ୍ତି,
ରୂପାନ୍ତର ପଥରେ ଯାଇନାହାନ୍ତି ତାହେଲେ ସେମାନେ ବି କଥା କୋଉଠୁ ଶୁଣିବେ ଯେ? ତେଣୁ ପ୍ରଗତିଟା କହିଲେ କଣ ବୁଝାଯାଏ? ପ୍ରଗତି କହିଲେ ମୋ ବାଣୀରେ ଶକ୍ତି ଆସିବ, ମୋର ଚିନ୍ତାରେ ସ୍ପଷ୍ଟତା ଆସିବ, ମୋର ବ୍ୟବହାରରେ ସୁନ୍ଦରତା ଆସିବ, ସେ ଠିକ ଅଛି ଗୋଟେ ଦିଗ, କିନ୍ତୁ ଇଟ୍ ଇଜ ନେଗ୍ଲିଜିବଲି ସ୍ମଲ୍। କିନ୍ତୁ ଯୋଉଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଆମର ହାଏଷ୍ଟ and completest spiritual reality। ଏଇଟା ହଉଛି ପୂର୍ଣ୍ଣତା, ଆମର ସର୍ବୋତ୍ତମ, ସର୍ବୋଚ୍ଚ ଏବଂ ସମ୍ପୂର୍ଣ୍ଣତର ଆଧ୍ୟାତ୍ମିକ ସତ୍ୟଟିକୁ ଜାଣିବା। ଏଇଟା ହଉଛି ପ୍ରୋଗ୍ରେସ। ଏଇ ପ୍ରୋଗ୍ରେସଟା ଆମକୁ କଣ କରିବ ନା ଗୋଟେ ଟ୍ରାନ୍ସଫର୍ମେସନ ଆଡକୁ ନବ, ଆମ ଲାଇଫ ଭ୍ୟାଲୁଜ ଗୁଡିକୁ ବଦଳେଇ ଦବ। ଆଜି ତାରିଖରେ ଲାଇଫ ଭ୍ୟାଲୁଜ କଣ ଅଛି? ନିତାନ୍ତ ଭାବରେ ସାମାଜିକ, କିନ୍ତୁ ଏକ ଆଧ୍ୟାତ୍ମିକ ଜୀବନ ମୂଲ୍ୟକୁ ନେଇ ବଞ୍ଚିବା। ତାପରେ ସେମାନେ କଣ କରିପାରିବେ? ଯୋଉମାନେ ଏଭଳି ଗୋଟେ ରୂପାନ୍ତର ଏବଂ ଆଧ୍ୟାତ୍ମିକ ମୂଲ୍ୟ ଭିତରେ ପ୍ରବେଶ କଲେଣି, ସେମାନେ ସ୍ୱାଭାବିକ ଭାବରେ ଆଧ୍ୟାତ୍ମିକ ସତ୍ୟକୁ ନେଇ ବଞ୍ଚିବେ। In that truth, they are standing ground of mutual recognition and reconciliation। ଯେତେବେଳେ ସତ୍ୟକୁ ଆପଣ ଧାରଣ କରନ୍ତି ସେତେବେଳେ ଆପଣଙ୍କ ଭିତରେ ପାରସ୍ପରିକତା ଆସେ। ସେ ପାରସ୍ପରିକତାଟା ଦି ପ୍ରକାର, ଗୋଟିଏ ହଉଛି ଅନ୍ୟକୁ ସ୍ୱୀକାର କରିବା ଏବଂ ଅନ୍ୟ ସହିତ ସମନ୍ୱୟ କରିବା, ରେକଗ୍ନିସନ ଆଣ୍ଡ ରିକନସିଲିଏସନ। ଆଉ ସେଇଟା ଯେତେବେଳେ ନ ହଉଥିବ, ଆମେ ବାକି ମାନଙ୍କୁ ସହିପାରୁନଥିବା, ରହିପାରୁନଥିବା, ସମସ୍ତଙ୍କ ଭୁଲ ଗୁଡା ଦେଖୁଥିବା, ସମସ୍ତଙ୍କ ଉପରେ ମତ ଦଉଥିବା, ସେମାନଙ୍କୁ କିଏ ଆମର ବିରୋଧ କଲେ, ନିନ୍ଦା କଲେ, ଆମେ ତାଙ୍କୁ ଭୁଲ ବୁଝୁଥିବା, ଅଭିମାନକୁ ଯାଉଥିବା, କଷ୍ଟ ପାଉଥିବା, ଏଇ ତ ଚାଲିଛି। ସେମାନେ ମତେ କହିଲେ, ମୋ ପିଲାମାନଙ୍କ ବିଷୟରେ କହିଲେ, ମୋ ଆମ ଘର କଥା କହିଲେ, ସିଏ ମୋ ବାପାକୁ ଗାଳି ଦେଲେ, ଏଇଭଳିଆ ଚାଲିଥିବ। ତେଣୁ ଆଧ୍ୟାତ୍ମିକ ସତ୍ୟ ହେଉଛି ଏକ ମହାସତ୍ୟ, ଯିଏ ଗୋଟିଏ ବିରାଟ ରୂପାନ୍ତରକୁ ଆମ ଭିତରେ ସମ୍ଭବ କରେ ଏବଂ ବାକି ମାନଙ୍କ ସହିତ ଆମର ଯୋଉ ଏକତ୍ୱ, ପାରସ୍ପରିକତାର ଯୋଉ ଭୂମିଟିକୁ ସେ ପ୍ରସ୍ତୁତ କରେ। ଇଏ ଥିଲା ପ୍ରଭୁଙ୍କ ପ୍ରୋଗ୍ରେସ ସମ୍ପର୍କରେ ଚିନ୍ତା, ଏବଂ ଏ ଚିନ୍ତା ବହୁତ ସୁଦୂର ପ୍ରସାର, ବହୁତ ଦୂର ପର୍ଯ୍ୟନ୍ତ ପ୍ରଭୁ ଆଲୋଚନା କରିଛନ୍ତି, ବହୁତ ଦୂର। ଆମେ କେତେ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଆ ଭିତରେ ଆଣିଲେ, କିନ୍ତୁ ମାଙ୍କ ପାଖକୁ ଯିବା। ମା କଣ କହୁଛନ୍ତି? ମା କହୁଛନ୍ତି progress is the sign of the divine influence in creation। ଯେତେବେଳେ ସୃଷ୍ଟି ମଧ୍ୟରେ ଆମେ କିଛି ଦିବ୍ୟ ପ୍ରଭାବର ସଂକେତ ଦେଇପାରିବା, ସେତେବେଳେ ପ୍ରଗତି ରହିଛି ବୋଲି ଜାଣିବା। କଣ ଦିବ୍ୟ ସଂକେତ? ମୁଁ ସେ ଉଦାହରଣ ଆପଣଙ୍କୁ ବହୁବାର ଦେଇଛି। ସବୁ ଲୋକ ଫୁଲ ଗଛ ଲଗେଇ ପାରନ୍ତିନି, ସବୁ ଲୋକ ଧ୍ୟାନ କରିପାରନ୍ତିନି, ସବୁ ଲୋକ ମାଙ୍କ ପାଇଁ ଗୀତ ଲେଖି ପାରନ୍ତିନି, ସବୁ ଲୋକ ମାଙ୍କ ପାଇଁ ଗୀତଟିଏ ଗାଇ ପାରନ୍ତି ନାହିଁ, ସବୁ ଲୋକ ମାଙ୍କର ବହିଟିଏ ପଢି ପାରନ୍ତି ନାହିଁ। ଯେତେବେଳେ ଆପଣ ସେ କାର୍ଯ୍ୟ ଗୁଡିକ କରନ୍ତି, ଆପଣ ବାକି ଆପଣଙ୍କ ଚାରିକଡ଼ରେ ଥିବା ମଣିଷ ମାନଙ୍କୁ ଦିବ୍ୟତାର ସହିତ ଏକ ପ୍ରଭାବ ପକାନ୍ତି। ଯେତେବେଳେ ମୋତିଲାଲ ରାୟଙ୍କ ଘରକୁ ଶ୍ରୀ ଅରବିନ୍ଦ ଯାଇଥିଲେ, ବଡ କଷ୍ଟରେ ରହିଛନ୍ତି, ମାନେ ଘର ପରିବାର ଛାଡିକି ଆଇଛନ୍ତି, ଅନ୍ଧାର ରାତିରେ ଗୋଟେ ନୌକା, ଛୋଟିଆ ନୌକାରେ ଗୋଟେ ଗଙ୍ଗା ନଦୀ ପାର ହେଇକି ରାତି ସାରା ଭୋର ଭୋର ପହଞ୍ଚନ୍ତି। କପେ ଚା ବି କିଏ ଦେବାକୁ ନାହିଁ, ସମ୍ଭବ ନୁହେଁ, କାରଣ ମୋତିଲାଲ ରାୟ କହିପାରୁନାହାନ୍ତି ଘରେ ଯେ ଶ୍ରୀ ଅରବିନ୍ଦ ଆସି ରହିଛନ୍ତି, କିଏ ଦବ ଚା? ମାନେ ପାଣି ଗ୍ଲାସ ପିଇଲେ ବି ଲୁଚେଇ ଲୁଚେଇ ପିଇବାକୁ ପଡିବ। ସେଇଭଳି ସମୟରେ ଶ୍ରୀ ଅରବିନ୍ଦ ସାଧନା କରୁଛନ୍ତି। ମୋତିଲାଲ ରାୟ ତାଙ୍କୁ ବସେଇ ଦେଇକି ଚାଲିଗଲେ ଘର ଭିତରକୁ, କଣ ଖାଇବା ମିଳିପାରିବ। ସେ ଆସିଲା ବେଳକୁ ଟିକେ ଧ୍ୟାନସ୍ଥ ହେଇଯାଇଛନ୍ତି।
ଆକୁ ହିଁ କହନ୍ତି ଡିଭାଇନ ଇନଫ୍ଲୁଏନ୍ସ। ଏଇ ସୃଷ୍ଟି ମଧ୍ୟରେ ଆପଣଙ୍କର କାର୍ଯ୍ୟ, ଆପଣଙ୍କର ଚିନ୍ତା, ଆପଣଙ୍କର କର୍ମ କିପରି ହବ, ଯାହା ଏଇ ମଣିଷକୁ ବା ତାର ସୃଷ୍ଟି ଭିତରେ ଗୋଟେ ଦିବ୍ୟ ପ୍ରଭାବ ଆଣିପାରିବ, ସେଇଟା ହଉଛି ପ୍ରଗତି। ରାମକୃଷ୍ଣ ପରମହଂସ ହୁଅନ୍ତୁ କି ଯଦୁ କୃଷ୍ଣମୂର୍ତ୍ତି ହୁଅନ୍ତୁ, କି ସ୍ୱାମୀ ବିବେକାନନ୍ଦ ହୁଅନ୍ତୁ କିମ୍ବା ସ୍ୱାମୀ ଶିବାନନ୍ଦ ହୁଅନ୍ତୁ, ଯେଉଁମାନେ କିଛି ଦିବ୍ୟ ପ୍ରଭାବ ଏ ଜଗତରେ ଆଣିଛନ୍ତି, ସେମାନେ କିଛି ପ୍ରଗତି ହାସଲ କରିଛନ୍ତି। Progress, the reason why we are on earth, ଇଏ ହଉଛି ସେଇ କାରଣ ଯୋଉ କାରଣରୁ ଆମେ ପୃଥିବୀରେ ଅଛୁ। ମାଙ୍କ ସିଧା ଉତ୍ତର, ଆମେ ପୃଥିବୀରେ କାହିଁକି ଅଛୁ? ଆମେ ପ୍ରଗତି ହାସଲ କରିବାକୁ ରହିଛୁ। ସରିଲା। ପ୍ରଗତି କରିବା କଣ, ତାକୁ ବୁଝିବାକୁ ଆମେ ପ୍ରଗତିର କେତେ ସୁନ୍ଦର ଡେଫିନେସନ ସବୁ ଆଲୋଚନା କଲେ ପ୍ରଭୁଙ୍କର ଲେଖା। ଅନ୍ତର ପ୍ରଗତିକୁ ସେ ପ୍ରଗତି ବୋଲି ସ୍ୱୀକାର କରୁଛନ୍ତି। ନିଜର ଭୁଲ, ନିଜର ଅପୂର୍ଣ୍ଣତା ଗୁଡିକୁ ଜାଣିପାରିବାଟାକୁ ହଉଛି ପ୍ରଗତି ବୋଲି କହୁଛନ୍ତି। ଏବଂ ନିଜର ଭୁଲ ଏବଂ ଅପୂର୍ଣ୍ଣତା, ଯାହା ଆମକୁ ସତ୍ୟ ନିକଟକୁ, ଭଗବାନଙ୍କ ନିକଟକୁ ବାଟ ଛାଡୁନାହିଁ, ତାକୁ ଆମ ନିଜ ଜୀବନରେ ସମର୍ପଣ ଦ୍ଵାରା, କରୁଣା ଦ୍ଵାରା, ଜ୍ୟୋତି ଦ୍ଵାରା ପରିବର୍ତ୍ତିତ କରିପାରିବାଟାକୁ ପ୍ରଗତି ବୋଲି କହୁଛନ୍ତି। ତେଣୁ ଆମେ ଏଇ ଜଗତରେ କାହିଁକି ଅଛୁ? ପ୍ରଗତି ହାସଲ କରିବାକୁ। ମଣିଷ ତ କଣ ବୁଝିଲେ? ଭଲ କରି ସଂସାର ଚଳେଇବି, ପୁରା ଭଲ କରି ସଂସାର ଚଳେଇବି। ଗୋଟେ ଲୋକ ଆଜି ସକାଳୁ ମତେ ଗୋଟେ ଫଟୋ ପଠେଇଥିଲା, ସେ ଗୋଟେ ମୂର୍ତ୍ତି କିଣିଛି 2 ଲକ୍ଷ ଟଙ୍କା ଦେଇ, ଆଉ ସେ ତାକୁ ପୁରା ବଢିଆ କେମିକାଲ ଦେଇକି ପୁରା ସଫା କରୁଛି। ମୋତେ କେତେ ସମୟ ଲାଗିଲା ତତେ? ନା ମୋତେ 2 ଘଣ୍ଟା ସମୟ ଲାଗିଲା। କହିଲେ ତ ସେଟା କାହିଁକି କିଣିଲୁ? ଠିକ ଅଛି, ତାକୁ ମେଣ୍ଟେନ କରିବା ତ ଭଲ କଥା, କିନ୍ତୁ ତୁ କୋଉ ଭାବରେ ସେଟା କରୁଛୁ? ମାନେ ଇଟ୍ ଇଜ ଏ ଡିଭାଇନ ସର୍ଭିସ, ବା ଆପଣ ତମେ ଲୋକଙ୍କୁ ଦେଖେଇ ହବ ଯେ ମୋ ପାଖରେ ଗୋଟେ 2 ଲକ୍ଷ ଟଙ୍କାର ମୂର୍ତ୍ତି ଅଛି, ତାକୁ ସୁନ୍ଦର କରି ଦେଖେଇବା ପାଇଁ କିଛି ଯୋଜନା। ତେଣୁ ସେଇ ସମାନ କାମଟି, ସମାନ ସେଇ ଝାଡୁ କାମଟି, ସେଇ ସଫା କାମଟି, ସେଇଟା 2 ପ୍ରକାର ହେଇପାରିବ। ଗୋଟେ ଦିବ୍ୟ କର୍ମ ବି ହେଇପାରିବ, ଅନ୍ୟ ଅର୍ଥରେ ଏକଦମ ଅହଙ୍କାର ଗୋଟେ କାମ ହେଇଯିବ। ଆପଣ ଗୋଟେ ଗାଡି କିଣିଛନ୍ତି, ସେ ଗାଡିଟା 2ଟା ବାଟରେ ବ୍ୟବହାର ହେଇପାରିବ। ଭଗବାନଙ୍କ କାମରେ ଲାଗିପାରିବ, ନହେଲେ ଆପଣ ସବୁ ସାଙ୍ଗସାଥି ମାନଙ୍କର ଭୋଜି ଭାତରେ ଯାଇକି ଦେଖେଇଉଥିବ, ଦେଖ ମୋର କେତେ ଦାମୀ କାର ଅଛି। That is up to you in which way you will present yourself. ତାପରେ ମା କହିଲେ, the purpose of earthly life is progress. এই ପାର୍ଥିବ ଜୀବନର ଉଦ୍ଦେଶ୍ୟ ହେଉଛି ପ୍ରଗତି। If you stop progressing, you will die. ବାବରେ, ଅଲ୍ଟିମେଟମ ମା ଦେଇଛନ୍ତି। ଯୋଉ ଦିନ ପ୍ରଗତି କରିବା ବନ୍ଦ କରିଦେବୁ, ସେଦିନ ମରିବୁ। ମରିବା ଅର୍ଥ କଣ? ଏକ୍ସଟିଙ୍ଗୁଇଶ ହବା, ମାନେ କିଛି ସମୟ ପାଇଁ ଆପଣଙ୍କର ଘଟ ପରିବର୍ତ୍ତନ ହେଇଯିବ। ଗୋଟେ ଫୁଲ ଗଛ ଯେବେ ଫୁଲ ଫୁଟିବା ବନ୍ଦ ହେଇଯାଏ, ଅବଶ୍ୟ ମରିଯାଏ, ଯଦି ଆଉ ଫୁଲ ଫୁଟିବାର ସମ୍ଭାବନା ନଥିବ। ଗୋଟେ ଲଙ୍କା ଗଛ ହଉ, ବାଇଗଣ ଗଛ ହଉ, ଯଦି ସେ ଫଳିବା ବନ୍ଦ ହେଇଯାଏ, ଆଉ କଣ୍ଟ୍ରିବ୍ୟୁଟ କରିବ ନାହିଁ, ଆଉ ସେ ଫଳ ଦାନ କରିପାରିବ ନାହିଁ, ତାହେଲେ ଆଉ ସେ ଫଳିବ ନାହିଁ, ତାହେଲେ ସେ ମରିଯାଏ। ଏ ସୃଷ୍ଟିର ନିୟମ ସେଇଟା। ଆପଣ ଯେତେ ପର୍ଯ୍ୟନ୍ତ ପ୍ରଗତି କରୁଛନ୍ତି, ବଞ୍ଚି ରହିଛନ୍ତି। The day you will stop progressing, you will die. ସେ ମୃତ୍ୟୁ କେତେ ପ୍ରକାର ହେଇପାରେ, ମାନେ ଗୋଟେ ଫିଜିକାଲ ଡେଥ୍ ବି ହେଇପାରେ, ବା ଗୋଟେ ନନ୍ ଫିଜିକାଲ ଡେଥ୍ ବି ହେଇପାରେ। ଅନେକ ଲୋକ ଥାନ୍ତି କୋମାରେ ଥାନ୍ତି, କିଏ ଥାଏ କିଛି କରୁନଥାଏ, ଖାଲିଟା ଅନେଇକି ବସିଥିବ, 4ର୍ଥ ବୟସ ହେଲା, ମରିବାକୁ ଖାଲି ଅପେକ୍ଷା କରୁଥିବ, କିଛି କରୁନଥିବ, ମାନେ ଘରେ ବି ସାମାନ୍ୟ କାମଟି ବି କରୁନଥିବ, ପାଣି ଗ୍ଲାସ ବି ଆଣିକି ପିଉନଥିବ। ତେଣୁ every moment that you spend without progressing is one step closer to your grave. ମା ତ ଆହୁରି ଜଟିଳ ଭାଷା କହିଲେ, କଠିନ ଭାଷା। ପ୍ରତ୍ୟେକ ମୁହୂର୍ତ୍ତରେ ଯଦି ପ୍ରଗତି ବିନା ତମେ ସମୟଟିକୁ କାଟୁଛ, ତାହେଲେ ତମେ ତମର ସମାଧି ଆଡକୁ ଗୋଟିଏ ପାଦ ଆଗେଇ ଯାଉଛ। ସମାଧି ମାନେ ସେଇ ସମାଧି ନୁହେଁ, ବ୍ରହ୍ମକର୍ମ ସମାଧି ନା,
ସେ ସମାଧି ନୁହେଁ, ସେ ହଉଛି ଗ୍ରେଭ୍, ମାନେ ଯୋଉଟା ଶ୍ମଶାନ ଘାଟକୁ ଆମେ ପାଦେ ଆଗେଇ ଯାଉଛୁ ଯୋଉ ଦିନ ପ୍ରୋଗ୍ରେସ କରୁନୁ। ଯୋଉ ମୁହୂର୍ତ୍ତରେ ଆମେ ପ୍ରୋଗ୍ରେସ କରୁନୁ ତାମାନେ we are spend without progressing is one step closer to your grave। ପୁଣି ଥରେ ମା କହୁଛନ୍ତି 11 ସେପ୍ଟେମ୍ବର 1934 ଲେଖା, from the moment you are satisfied and aspire no longer you begin to die। ଯୋଉ ମୁହୂର୍ତ୍ତରେ ତମେ ସନ୍ତୁଷ୍ଟ ହେଇଯାଉଛ, ଯୋଉ ମୁହୂର୍ତ୍ତରେ ତମେ ଆଉ କିଛି ଆଶା କରୁନାହ, ଆସ୍ପୃହା କରୁନାହ, ସେଇ ମୁହୂର୍ତ୍ତରୁ ତମେ ମରିବା ଆରମ୍ଭ କରୁଛ। ମୁଁ କହିବି ମୋର ସବୁ ଇଚ୍ଛା ସରିଗଲାଣି, ମୋର କିଛି କାମନା ବାସନା ନାହିଁ, ମୋର ଆଉ କିଛି ପାଇବାର ନାହିଁ, ତାମାନେ you are really dead। ଲାଇଫ୍ ଇଜ୍ ମୁଭମେଣ୍ଟ, ଜୀବନ ହେଉଛି ଗତି, ଲାଇଫ୍ ଇଜ୍ ଇଫର୍ଟ, ଜୀବନ ହେଉଛି ଉଦ୍ୟମ, ଇଟ୍ ଇଜ୍ ମାର୍ଚିଂ ଫରୱାର୍ଡ, ଇଏ ସବୁବେଳେ ଆଗକୁ ଚାଲେ ନିଆଁ ଭଳି। climbing towards the future revelations and realizations, ଭବିଷ୍ୟତର ରହସ୍ୟ, ସତ୍ୟ ଏବଂ ଅନୁଭବ ଆଡ଼କୁ ଇଏ ଗୋଟେ ଶିଖରକୁ ଆରୋହଣ କଲା ଭଳି ଚଢି ଚଢି ଯାଏ। ତେଣୁ ଯଦି ଜଣେ କହିବ ନାଇଁ ନାଇଁ ମୁଁ ଆଉ କିଛି କରିବିନି, ବହୁତ କରିଦେଲି, ବହୁତ ପାଠଚକ୍ର ଗଲି, ବହୁତ ବହି ପଢିଲି, ବହୁତ ନାମ ଜପ କଲି, ମୋର କାମ ଗୁଡା ପ୍ରାୟ ସରିଗଲାଣି, ଏବେ ତ ବୁଢା ହେଇଗଲାଣି, ଆଉ କିଛି ପାରିବିନି, ଓଭର। ସେଇଠୁ ମା ଲେଖିଲେ nothing is more dangerous than wanting to rest। ଯୋଉଦିନ ମୁଁ ବିଶ୍ରାମ ମାଗିବି ତାମାନେ ମୁଁ ଆଉ ପ୍ରଗତି ଚାହୁଁନାହିଁ, ମୁଁ ଆଉ ଆସ୍ପୃହା କରୁନାହିଁ, ମୁଁ ଆଉ ଚାଲୁନାହିଁ, ମୁଁ ଆଉ ଗତି କରୁନାହିଁ, ମୁଁ ଆଉ ଆରୋହଣ କରୁନାହିଁ, ସେଇଟା ହଉଛି ସବୁଠାରୁ ବିପଦପୂର୍ଣ୍ଣ, ଡେଞ୍ଜରସ୍। କାରଣ ଡେଞ୍ଜରସ୍ ମାନେ କଣ ହବ, ତାହେଲେ ଏଇଟା ବିଗିନିଂ ଅଫ୍ ଡେଥ୍। ଜଣେ କେହି ମହାନ ସାନ୍ଥ ଜଣେ ଦାର୍ଶନିକ ଲେଖିଛନ୍ତି, ସବୁଠାରୁ ଟ୍ରାଜିକ କଥାଟି କଣ ଜାଣିଛନ୍ତି ଜୀବନରେ, ପ୍ରକୃତ ମୃତ୍ୟୁ ଆସିବା ପୂର୍ବରୁ ଆମ ନିଜ ଭିତରେ ଅନେକ କଥା ମରିଯିବା, ଏଇଟା ହଉଛି ଟ୍ରାଜିକ। ଆପଣ ଗୀତ ଗାଉଛନ୍ତି, ଆପଣ ଗୀତ ଗାଇବାର ଇଚ୍ଛା ହବନି, ଆପଣ ଚିତ୍ର ଆଙ୍କୁଛନ୍ତି ଆଉ ଆଙ୍କିବେ ନାହିଁ, ଆପଣ ଜଣେ କବିଟିଏ ଆଉ କବିତା ଲେଖୁନାହାନ୍ତି। ଏଇଟା ହେଲା ଗୋଟେ ମୃତ୍ୟୁ, ଯୋଉ ମୃତ୍ୟୁଟା ଆପଣଙ୍କ ଶାରୀରିକ ମୃତ୍ୟୁ ଠାରୁ ବି ବେଶୀ ଅସହ୍ୟ, ରିଅଲି ଇଣ୍ଟରଲେବଲ, ତାକୁ ସହି ହବନି, ଟଲରେଟ୍ କରିହବନି। କିନ୍ତୁ ମା ତ ସେ କଥା କହିଲେ ଏଇଥିପାଇଁ। ତାହେଲେ ଆମେ କଣ କରିପାରିବା ଆମ ଜୀବନରେ? ମୁଁ ଆପଣଙ୍କୁ 80-85 ବର୍ଷ ହେଲାଣି, ଆଖିକି ଦେଖା ହଉନି, କାନକୁ ଶୁଭୁନି, ଲୋକମାନେ ଆପଣଙ୍କୁ ବେଶୀ କଥାବାର୍ତ୍ତା କରନ୍ତିନି, ସେମାନେ ତାଙ୍କ କାମରେ ଥାନ୍ତି, ଆପଣ ଏକୁଟିଆ ବଡ ହତୋତ୍ସାହିତ ହେଇକି ଅଛନ୍ତି, ସାଥୀହୀନ ଅଛନ୍ତି, ସେଇ ସମୟରେ କଣ କରିବେ? ଠିକ ଅଛି, ଆପଣ ଜଣେ ଯୁବକ, ଅଥଚ ଜୀବନରେ ଆପଣଙ୍କ ଉପରେ ପ୍ରଚୁର ଦାୟିତ୍ୱ ରହିଛି, ପାରିବାରିକ ଦାୟିତ୍ୱ ରହିଛି, ପାରିବାରିକ ସଙ୍କଟ ରହିଛି, ଅନେକ ଲୋକଙ୍କ ଉପରେ ମାନେ ବହୁତ ଭୂମିକା ନିର୍ବାହ କରିବାକୁ ଅଛି, ଯୋଉଗୁଡାକ ମୋ ପାଖରେ ସମୟ ନାହିଁ, ମୁଁ କଣ କରିପାରିବି? ପ୍ରଗତି କେମିତି ହେବି? ମା କହିଲେ one has always something to learn। ଯଦି କିଛି କଥା ଆମେ ଦିନକୁ ଶିଖୁଛନ୍ତି, ଧାଡିଏ କଥା ବି ହଉ, however small it is, ତାହେଲେ ଆପଣ ପ୍ରୋଗ୍ରେସ କରୁଛନ୍ତି, progress to make। And in each circumstance we can find the occasion of a learning relation। ସବୁ ପରିସ୍ଥିତିରେ, ସବୁ ଉପଲକ୍ଷରେ ଆମ ପାଖରେ ଲର୍ଣ୍ଣିଂ ଆସିବ। ଆପଣ ବହି ପଢୁନାହାନ୍ତି, ପାଠଚକ୍ର ଶୁଣନ୍ତୁ, ପାଠଚକ୍ର ଶୁଣୁନାହାନ୍ତି, କାନ ଭଲ ନାହିଁ, ଦେହ ଭଲ ନାହିଁ, କିଛି ବାଟରେ ଗୋଟେ ମେମୋରି ଭିତରକୁ ଯାଆନ୍ତୁ, ମାଙ୍କ ଠାରୁ ଅନୁଭବ ପାଇବେ,
ଡିରେକ୍ସନ୍ସ ପାଇବେ, ରିଭିଲେସନ୍ ଗୁଡ଼ିକ ପାଇବେ। ଲର୍ଣ୍ଣିଂ ଦି ଲେସନ୍, ମୋ ଆଖି ଖରାପ ହେଲେ କଣ ମୁଁ କଳ୍ପନାରେ ଦେଖିପାରିବିନି ମାଙ୍କୁ? ମୋର କାନ ଖରାପ ହେଲା, ତାର ଅର୍ଥ କଣ ମୋର ଅନ୍ତର୍ବାଣୀ ବି ଶୁଣିପାରିବିନି? ମେକିଂ ଦି ପ୍ରୋଗ୍ରେସ। ଆମେ ଯୋଉଦିନ ଏଇ ଜୀବନର ଭୂମିଟିକୁ ଶିକ୍ଷାର ଭୂମିରେ ପରିଣତ କରିଦଉ, ସବୁଦିନେ କିଛି ନା କିଛି ଶିକ୍ଷା ଲାଭ କରୁ, ତାହେଲେ ସେଇଟା ହବ ପ୍ରୋଗ୍ରେସ। ତାହେଲେ ପ୍ରୋଗ୍ରେସ ର ଆଉ ଏକ ଡେଫିନେସନ 19 ଜୁନ 1950 ରେ କହିଲେ। ପ୍ରୋଗ୍ରେସ ହେଲା ଟୁ ବି ରେଡି। 3 ପ୍ରକାର ମଣିଷ ଅଛନ୍ତି ବୋଲି ୱିଲିୟମ ବ୍ଲାକ୍ କହୁଥିଲେ। ଗୋଟେ ରେଡି ମ୍ୟାନ୍, ଗୋଟେ ରିଅଲ ମ୍ୟାନ୍, ଆଉ ଗୋଟେ ଏକ୍ସାକ୍ଟ ମ୍ୟାନ୍। କୋଉମାନେ ରେଡି ମ୍ୟାନ୍? ନା ଯୋଉମାନେ କନଫରେନ୍ସ ଯାଆନ୍ତି, ସଭା ସମିତି ଯାଆନ୍ତି, ପ୍ରସ୍ତୁତ ମଣିଷ, ଯେମିତି ବ୍ୟାଟେରୀ ଫୁଲ ହେଇକି ରେଡି ହେଇକି ଅଛି, ଚାର୍ଜ ହେଇକି ଅଛି, ଯେତେବେଳେ କହିଲେ ସେ ଯୁଦ୍ଧକୁ ବାହାରିଯିବ। ରେଡି ମ୍ୟାନ୍, ପ୍ରସ୍ତୁତ ମଣିଷ। ଆଉ ଗୋଟେ ରିଅଲ ମ୍ୟାନ୍, ଯିଏ ପାଠ ପଢେ, ଯିଏ ପଢେ ସେ ହଉଛି ରିଅଲ ମ୍ୟାନ୍, ବାସ୍ତବ ମଣିଷ। ଆଉ ଯିଏ ଲେଖେ, ପଢେ ବି ଲେଖେ ବି, ସେ ହଉଛି ଏକ୍ସାକ୍ଟ ମ୍ୟାନ୍, ଠିକ ମଣିଷ। ଏମିତି କହିଛନ୍ତି। ମା କହୁଛନ୍ତି ଯିଏ ପ୍ରସ୍ତୁତ ହେଇକି ରହିଛି, ପ୍ରସ୍ତୁତ ରହିବ କେତେବେଳେ? ଯଦି ସେ ପାଠ ଚକ୍ରରେ ରହୁଥିବ, ପ୍ରତ୍ୟେକ ମୁହୂର୍ତ୍ତରେ ସେ ପ୍ରସ୍ତୁତ ଅଛି। ଏଟ୍ ଏଭ୍ରି ମିନିଟ୍ ଟୁ ଗିଭ୍ ଅପ୍ ଅଲ୍ ୱାନ୍ ଇଜ୍। ଆପଣ ଯାହା ଅଟନ୍ତି ସେଇଟାକୁ ଆପଣ ଛାଡି ଦେଇପାରିବେ ରାଇଟ୍ ନାଉ, ସାଙ୍ଗେ ସାଙ୍ଗେ। ପ୍ରସ୍ତୁତ ମଣିଷ ନା ମାନେ କଣ? ଯୁଦ୍ଧ ଆସିଲା, ଚାଲ ଯୁଦ୍ଧ। ଆପଣ ଫାୟାର ମାନଙ୍କୁ ଦେଖିଛନ୍ତି ନା? ଗୋଟେ ହୋଟର ବାଜିଲା, ସେ ଦୌଡ଼ିଲେ। ସେମାନେ ପୋଷାକ ପିନ୍ଧିକି ଥିଲା ଭଳି ଥିବେ। We can find give up one is and all one has, ଯାହା ତା ନିଜ ପାଖରେ ରହିଛି ତାକୁ ବି ସେ ଛାଡି ପାରୁଥିବ, in order to advance on the way, ଏହି ପଥରେ ଯାତ୍ରା କରିବା ପାଇଁ। ବିଶ୍ୱାସ କରନ୍ତୁ, ମୁଁ ସେମିତି ମଣିଷଙ୍କୁ ଜୀବନରେ ଭେଟିଛି। ସେମାନେ ମାଙ୍କ ପାଇଁ ଜୀବନ ଦେଇଦେବେ, ମାଙ୍କ ପାଇଁ ନିଜର ସର୍ବସ୍ୱ ଲୁଟେଇ ଦେବେ। ସେମାନଙ୍କ ଆତ୍ମାର ଦାୟିତ୍ୱ ତ ମା ନିଶ୍ଚୟ ନେବେ। ସେଇଟା ହିଁ ପ୍ରୋଗ୍ରେସ। ଏହି ଅଭିବ୍ୟକ୍ତି ସହିତ ଆଜିର ଆଲୋଚନା ଏଠି ରଖୁଛି। ସମସ୍ତଙ୍କୁ ଅନେକ ଶୁଭେଚ୍ଛା। ଶୁଭରାତ୍ରି। ବନ୍ଦେ ମାତରମ୍।
who made the vanity faithful star, not he who has made Christian in my soul. And they to be safe from my own love. My God is healed and triumph in his cross. My God is love and sweetly stopping. Down goes the wind, have power to stand thy voice. The eyes of love against starlight, cool death tonight. Your king is love, all the nations